ଖେଳା ଲୋଳ ଖଞ୍ଜନ ଆଖି ଖେଳା ଲୋଳ ଖଞ୍ଜନ ଆଖି କି ସାହସ କଲୁ ରେ ଖରାପ ତୁ ହେଲୁ ରେ। ଖ ଚମ୍ପୁ କବି ସୂର୍ଯ୍ୟ ବଳଦେବ ରଥ ରୀତିଯୁଗୀୟ ଗୋଧୂଳି ଲଗ୍ନର ଶେଷ କାଳିମା କବି ସୂର୍ଯ୍ୟ ବଳଦେବ ରଥ। ଗୋଟିଏ ପଟେ ରୀତିଯୁଗୀୟ ପରମ୍ପରା ନିଷ୍ପ୍ରଭ ହୋଇ ଆସୁଥିଲା ବେଳେ ଅନ୍ୟପଟେ ନୂତନତାର ପଦଧ୍ୱନି। ଠିକ୍ ଏହି ଲଗ୍ନରେ ଠିକ୍ ଏହି ସମୟରେ କବି ସୂର୍ଯ୍ୟ ବଳଦେବ ରଥଙ୍କର ଜନ୍ମ ହୋଇଥିଲା ଓଡ଼ିଶାର ଦକ୍ଷିଣ ପ୍ରାନ୍ତରରେ ଉଜ୍ଜଳ ରଥଙ୍କ କୋଳରେ ଏବଂ ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଅଞ୍ଚଳରେ। ବାଣୀ ବରପୁତ୍ର ଏହି ମହାନ କବିଙ୍କର ଶ୍ରେଷ୍ଠ ରଚନା ନିଶ୍ଚିତ ଭାବରେ କୁହାଯାଇପାରିବ ତାଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ଯେଉଁଥିରେ ରାଧା କୃଷ୍ଣ ଏବଂ ଲଳିତା ତ୍ରିକୋଣୀ ପ୍ରେମ ସଙ୍ଗମର ଅପୂର୍ବ ଚିତ୍ର ବହନ କରିଛି ଏହି କବି ସୂର୍ଯ୍ୟ ବଳଦେବ ରଥଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ। ଆଜି ଆଲୋଚନା କରିବା ଏହାର ଖ ଚମ୍ପୁ, ଯାହାକି କେଦାର ରାଗରେ ଏହାକୁ ଗାୟନ କରାଯାଇପାରିବ। ପ୍ରଥମରୁ କୁହାଯାଇଥିଲା ଖରାପତୁ ହେଲୁରେ ଖେଳ ଲୋଳ ଖଞ୍ଜନ ଆଖି କି ସାହସ କଲୁରେ। ଲଳିତା ଏବଂ ରାଶେଶ୍ୱରୀ ବୃଷଭାନୁ ଯେମା ରାଧିକାଙ୍କ ମଧ୍ୟରେ ଯେଉଁ ଉକ୍ତି ପ୍ରତ୍ୟୁକ୍ତି ଯେଉଁ କୁହାଯାଇଛି, ପ୍ରଥମରେ କିହେଲାରେ କହିତ ନୁହ ଇ ଭାରତୀରେ, ଏହା କହୁଛନ୍ତି ଶ୍ରୀରାଧା ଏବଂ ତାର ପ୍ରତି ଉତ୍ତର ଦେବାକୁ ଯାଇ କହୁଛନ୍ତି ଯେ ଲଳିତା ତୁ ଖରାପ ହେଲୁ ଖେଳ ଲୋଳ ଖଞ୍ଜନ ଆଖି କି ସାହସ କଲୁ। ଠିକ୍ ଏହି ପରିପ୍ରେକ୍ଷୀରେ ଏହି ଖ ଚମ୍ପୁରେ ଉତ୍ତର ଦେବାକୁ ଯାଇ ଲଳିତା କହୁଛନ୍ତି, ଏହି ଲଳିତା ଯେ ଦ୍ୱାପରର ରାଧାଙ୍କର ଅଷ୍ଟସଖୀ ମଧ୍ୟରୁ ଜଣେ ଏହି ଲଳିତା ଏବଂ ତ୍ରେତୟାର ସୁବର୍ଣ୍ଣସୀତା ଏହି ଲଳିତା, ଯିଏ ନିଶ୍ଚିତ ଭାବରେ ରାଧାଙ୍କୁ ଆକଟ କରି କହୁଛନ୍ତି ଯେ ଖରାପ ତୁ ହେଲୁରେ ଖେଳ ଲୋଳ ଖଞ୍ଜନ ଆଖି କି ସାହସ କଲୁରେ। ଖର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁରେ ଖେଦ ବୀଜ ନିଜ ହୃଦ କେଦାରେ ବିଞ୍ଚିଲୁରେ। ଖରାପ ତୁ ହେଲୁରେ ଖେଳ ଲୋଳ ଖଞ୍ଜନ ଆଖି କି ସାହସ କଲୁରେ। ଏହାର ଅର୍ଥ ନିଶ୍ଚିତ ଭାବରେ ଏହା ହୋଇପାରିବ, ଖେଳ ଲୋଳ ଖଞ୍ଜନ ଆଖି କ୍ରୀଡ଼ାରେ ଚଞ୍ଚଳ ହୋଇଥିବା ଖଞ୍ଜନ ନାମକ ଚଢ଼େଇର ଆଖି ପରି ଆଖି ଯାହାର, ତାହାକୁ ଆମେ କହିବା ଖେଳ ଲୋଳ ଖଞ୍ଜନ ଆଖି। ପୁନଶ୍ଚ କୁହାଯାଇଛି ଖର୍ବ, ଯାହାର ଅର୍ଥ ବାଙ୍ଗର ସାନ, ଏବଂ ସୁର ତରୁ କୁସୁମ, ଆମେ ଏହାକୁ କହିପାରିବା କଳ୍ପବୃକ୍ଷର ଫୁଲ, ଏବଂ ଖେଦ ବୀଜ ଯେଉଁ କୁହାଯାଉଛି ଦୁଃଖର ବୀଜ ଦୁଃଖର ମଞ୍ଜି, କେଦାର ଯାହାର ଅର୍ଥ କିଆରୀ। ଏବଂ ଏହାର ଅର୍ଥ ଏହି ପରିପ୍ରେକ୍ଷୀରେ କୁହାଯାଇ ପାରୁଛି ହେ ଚଞ୍ଚଳାକ୍ଷୀ ହେ ସଖୀ ତୁ ଖରାପ ହୋଇଗଲୁ। ଏହା କହୁଛନ୍ତି ସଖୀ ଲଳିତା, ଏ ତୋର କି ଦୁଃସାହସ, ତୁ ତ ବାଙ୍ଗରା ମଣିଷଟାଏ, କିନ୍ତୁ ତୁ ତ ସାନ ମଣିଷ, ଅଥଚ ଖର୍ବ ଯେଉଁ କୁହାଯାଉଛି ବାଙ୍ଗରା, ତୁ ଏଇ ବାଙ୍ଗରା ମଣିଷ ହୋଇ ସୁଦ୍ଧା ସ୍ୱର୍ଗରେ ଥିବା କଳ୍ପବୃକ୍ଷର ଫୁଲ ତୋଳିବାକୁ ହାତ ବଢ଼ାଇଲୁ। ତେଣୁ ତୁ ଜାଣୁ ଜାଣୁ ହୃଦୟ ରୂପକ କିଆରୀରେ ଦୁଃଖର ବୀଜ ବା ଦୁଃଖର ମଞ୍ଜିକୁ ବୁଣିଦେଲୁ। ଅର୍ଥାତ୍ ମନୁଷ୍ୟ ଯାହା କେବେ ସମ୍ଭବରେ ପାଇପାରେ ନାହିଁ, ତୁ ସେହିପରି ପଦାର୍ଥ ପାଇବାକୁ ଇଚ୍ଛା କରି ଏଭଳି ଦୁଃଖ ଭୋଗ କରୁଅଛୁ, ଯାହାକି ପ୍ରଥମ ପଦରେ କୁହାଯାଇଛି। ଦ୍ୱିତୀୟ ପଦରେ କୁହାଗଲା ଖିଆଲ ପରିକି ଧନ ମନରେ ଭାଳିଲୁରେ ଖଳିକାର ନୁହି କଳା ନାଗକୁ ଚାଳିଲୁରେ। ଖିଆଲ ଯାହାର ଅର୍ଥ ଥଟ୍ଟା ବା ପରିହାସ, ଖଳିକାର ଯାହାକୁ ଆମେ କହିବା ସାପୁଆ କେଳା, ଖମଣି ଯାହାର ଅର୍ଥ ସୂର୍ଯ୍ୟ। କହୁଛନ୍ତି ଲଳିତା, ହେ ଧନ, ସାଧାରଣତଃ ସାପୁଆ କେଳା ମାନେ ବି କଳା ନାଗକୁ ଖେଳାଇବାକୁ ଡରନ୍ତି, କିନ୍ତୁ ତୁ ସାପୁଆ ନ ହୋଇ ସୁଦ୍ଧା କୌତୁକରେ କଳା ନାଗକୁ ଖେଳେଇଲୁ, ତେଣୁ ତୁ ଏପରି ଦୁଃଖ ପାଇଲୁ। ଏହା ଦ୍ୱିତୀୟ ପଦରେ କୁହାଯାଇଛି। ଆସନ୍ତୁ ଆଲୋଚନା କରିବା ଏହି ଖ ଚମ୍ପୁର ତୃତୀୟ ପଦ। ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁରେ ଖମଣି ମଣ୍ଡଳକୁ ତୁ କର ବଢ଼ାଇଲୁରେ। ଖରାପ ତୁ ହେଲୁରେ ଖେଳ ଲୋଳ ଖଞ୍ଜନାଖି କି ସାହସ କଲୁରେ। ସତରେ ସଖୀ ତୋ ଦେହଟି
एते सुकुमार एते कोमल जे खरा स्मरण कला मात्रे ताहा झाउली पड़े। एभली देहटीए पाई सुद्धा तू सूर्य को धरिबा पाई सूर्यमंडल को हाथ बढ़ाई देलु। आसंतु आलोचना करिबा यार चतुर्थ पद मध्य। खाई देई कि अमल अचेता होइलु रे खारा खंडा धारा खट विचारी शोइलु रे खरापतु हेलु रे खेल लोल खंजन आखि कि साहस कलु रे। कि निशा तू खाईदेलु सजनी तू अज्ञान होई पड़ी जाणु जाणु सुतीक्ष्ण खंडा दाढ़ को खट मन करी तहिरे शोईगलु। यह कहुई चतुर्थ पदरे। एवं पंचम तथा शेष पदरे कहुई खटे अष्ट दुर्गनाथ तुपदे पहिलु रे खंट करे धन देई पदे न कहिलु रे खरापतु हेलु रे खेल लोल खंजन आखि कि साहस कलु रे। यार अर्थ यथाक्रमे एहीपरि आठगड़र राजा जो कहे अष्ट दुर्गेश आठगड़र राजा प्रथमरु तो पाद तले आश्रित सखी खंट लोक हाथरे धन देलु अथच पदे पचारिलु नहीं। यह निश्चित भाव में कहुई ख चंपुरे जो कि राधा एवं प्रिय सखी राधांकर अष्टम सखी ललिता सम्बन्धरे ललिता संपर्क जो उक्ति एवं प्रत्युक्ति ताहा बेस रोमांचकर एवं यह निश्चित भाव में एक प्रीतिपद विशेषकर ओडिया साहित्यर अमूल्य संपद यही किशोर चंद्रानंद चंपू कवि सूर्य बलदेवंकर अनन्य सृष्टि एथिरे संदेहर अवकाश नहीं। वंदे उत्कल जननी।